परिचय मारा सुना दूता बारा परिचय मारा जगन्नाथଙ୍କ ମୁଁ ପାଟରାଣୀ जगन्नाथଙ୍କ ମୁଁ ପାଟରାଣୀ ସଗ୍ରାଜିତ ବାଳି ସ୍ୱାମୀ ବନମାଳୀ ସଗ୍ରାଜିତ ବାଳି ସ୍ୱାମୀ ବନମାଳୀ ସତ୍ୟଭାମା ମୋର ନାମ ପୁଣି ଆହି ଦୂତ ବାର ଏହି ଦ୍ୱାରକା ପୁରରେ ମୋର ଘର ଆହେ ଦୂତ ବାର ସେ ଦୃଷ୍ଟ ମାରି ରାମ ଦୃଷ୍ଟ ସେ ସିଂହ ଦୃଷ୍ଟ ମାରି ରାମ ଦୃଷ୍ଟ କେହି ଯାଉଥିଲେ ବହୁ ଦୂରେ ହୋଇଲେ ନିରେଖା ଡାକିଲେ ରଖ ହୋଇଲେ ନିରେଖା ଡାକ ଦେଲି ରଖା ଅର୍ଜୁନ ଏହି ବିପଦରେ ମଣି ଭଦ୍ରାଗିରି ଥିଲେ ପାଠ ବିପଦରୁ ସଙ୍ଗେ ଘେନି ମଣି ଭଦ୍ରାଗିରି क्षमा प्रतिहर्य हाँ उच्छवे बेसने शैव उत्सवे व्यसन शैव दुर्भिक्षे शत्रु विग्रहे दुर्भिक्षे सत्र विग्रहे राजद्वारे श्मशानेश्च राजद्वारे श्मशानिश्च ଯଥେଷ୍ଟତି ସେ ବାନ୍ଧବା अरे पोट हल ବୋପା ମୋ ପିଲା ମୂର୍ଖ ବୋଲି ବିଚାର କରୁଥିଲି ଶ୍ଲୋକ କହିଲା ଶ୍ଲୋକ ସଡ଼କ ନା ଢଙ୍କ ପଡ଼ାରେ क्षमा ହଁ ତା ବୋଲି ତମର ନାଁଟା କଣ ସତ୍ୟଭାମା ଛା ଉତ୍ସବେ ବ୍ୟସନ ଶୈବ ଦୁର୍ଭିକ୍ଷେ ଶତ୍ରୁ ବିଗ୍ରହେ ରାଜଦ୍ୱାରେ ଶ୍ମଶାନେଶ୍ଚ ଯଥେଷ୍ଟତି ସେ ବାନ୍ଧବା ଦୂତବର ଏହାର ଭାବାର୍ଥ ହେଉଛି আর ভাবার্থ কোন ବନ୍ଧୁ ବୋଲି କରି ଯାହାକୁ କହି বড়িয়া কথা বন্ধু বলি করি যাহাକୁ কহি ସେ ଯେବେ ଉତ୍ସବ କାଳେ ଆସେ ঠিক বন্ধু বান্ধব লোক ହେଇଥିବ ଗାଁରେ ଯାତ୍ରା କିବା ବିଭାଗ କିବା ବ୍ରତ ହେଇଥିବ ଘରକୁ ଯଦି ବନ୍ଧୁ ଆସିବନି ସେ କିବ ପ୍ରକୃତ ବନ୍ଧରେ ଲେଖା ନାହିଁ ତାପରେ ମା ସଖା ହୋଇଥିବ ବିପତ୍ତି ଠାବେ ସଖା ହେଇଥିବ ବିପତ୍ତି ଠାବେ ଦୁର୍ଭିକ୍ଷ କାଳେ ସମ୍ଭାଳଇ ଯେବେ ଏଇଟା ମଧ୍ୟ ବଢିଆ କଥା ବାପରେ ପାଚି ପାଳକ ଯଦି ବୁଡିରେ କିବା ପଡରେ ଦେଇ ଗଲା ହଁ ନଉତିଏ ଧାନ କି ବିରି କି ମୁଗ ଦେଇ ପାରିବନି ସେ କି ବନ୍ଧୁ ଚୋପାର ବନ୍ଧୁରେ ସେ ବନ୍ଧୁ ପ୍ରକୃତ ବନ୍ଧରେ ଲେଖା ନାହିଁ ଶତ୍ରୁ ଉପଗତ ସମୟ ଯାଇ ଶତ୍ରୁପଗତ ସମୟ ଯାଇ ସେତେବେଳେ ଯେବେ ସପକ୍ଷ ହୋଇ ପ୍ରତିହାର ଅର୍ଜୁନ ଆମର ବନ୍ଧୁ ଅଟନ୍ତି ହଇଲ ବନ୍ଧୁ ନା ତମର ବିନ୍ଧୁଚିଲ ତୋର କଣ ହଉଛି ବା ଟାଣିଓ ବେଲେ ଏକାଟା ଧେବାଟା ହେଲାଣି ଧୀର ସୁର ଯାଇକି ଆଚ୍ଛା ମା ହଁ ତମେ ବନ୍ଧୁ ବୋଲି ସିନା କହିଲ ବନ୍ଧୁର ନିର୍ମଳ ନାହିଲ ମା କିପରି କାହାର ହୃଦୟ କେମିତି ନିର୍ମଳ କାହାର କାହାକୁ ପ୍ରକୃତ ଆମେ ବନ୍ଧୁ ବୋଲି କହିବା କାହାକୁ କାହାକୁ ଆମେ ନିଜସ୍ୱ ଲୋକ ବୋଲି କହିବା ମାତ୍ର ମାମୁ ଏଇଟା ସତ କଥାରେ ପ୍ରକୃତ ବନ୍ଧୁ ଆମେ କେମିତି ଜାଣିବା ପ୍ରକୃତରେ ବନ୍ଧୁ କିଏ ଆମର ଠିକ ଠିକ କଥା ମା ହଁ ଲେଖା ଯାଇଛି ନୀତି ବାକ୍ୟ ଆଲୋ ମା କଣ ଆଲୋ ରାଜା ନିର୍ମଳ କେମନ୍ତ ଜାଣିବ ପ୍ରଜାର ମନକୁ ତୋଷିବ ରାଜା ନିର୍ମଳ କେମନ୍ତ ଜାଣିବ ପ୍ରଜାର ମନକୁ ତୋଷିବ ମନ୍ତ୍ରୀ ନିର୍ମଳ କେମନ୍ତ ଜାଣିବ ପୃଥିବୀରେ ବାମ ସେ ରହିବ ଆୟ ସୁରରେ ଏଇ ଶାସ୍ତ୍ର କଥା ମନେ ରଖିବ
ଜାଣିବ ଦୂରୁ ଦେଖି ଯେବେ ହସିବ अच्छा अच्छा ରାଜା ନିର୍ମଳ କେମନ୍ତ ଜାଣିବ ପ୍ରଜାର ମନକୁ ଦୋଷିବ अच्छा अच्छा ରାଜ୍ୟରେ ରାଜା ହେଇଥିବେ हाँ 5 ଖଣ୍ଡ ଗାଁର ଜଣେ ବଡ଼ ଲୋକ ହେଇଥିବେ थिबा ପ୍ରଜାମାନଙ୍କର ଦୁଃଖ ବୁଝି ପାରିବନି 5ଟି ନ୍ୟାୟ ସମାଧାନ କରିପାରିବନି ତାକୁ କେବେ ହେଲେ ନିର୍ମଳ ହୃଦୟ ରାଜା ବୋଲି କୁହାଯାଏ ନାହିଁ नहीं ମା हाँ ଆଉ ଗୋଟେ କଥା କହୁଛି कौन ଗ୍ରାମାଞ୍ଚଳରେ ମୁଁ ନାଟକ କଲେ ବାପା ଏବଂ ମା ମାନଙ୍କର ପାଇଁ ସମାଜ ପାଇଁ ଗୋଟେ କଥା କହୁଛି କଣ ଆଲୋ ଝିଅ ଆଲୋ ବାପା ନିର୍ମଳ କେମନ୍ତ ଜାଣିବ କୁଟୁମ୍ବକୁ ଯିଏ ପୋଷିବ ବାପା ନିର୍ମଳ କେମନ୍ତ ଜାଣିବ କୁଟୁମ୍ବକୁ ଯିଏ ପୋଷିବ ମା ନିର୍ମଳ କେମନ୍ତ ଜାଣିବ ସ୍ୱାମୀର ଚରଣ ଘଷିବ ଆଏ ସୁଜନେ এই শাসক কথা মনে রখিব আজি সমাজ পাই লিখি যাইছেন নীতি বাক্য বাপা নিরিমল কেমন্ত জানিবা কুটুম্বକୁ ଯିଏ ପୋଷିବ अच्छा अच्छा ମା ନିରିମଳ କେମନ୍ତ ଜାଣିବ ସ୍ୱାମୀର ଚରଣ ଘଷିବ ଗୋଡ଼ ହାତ ଚିପା ଚିପି ଠିକ ବାପା ହେଇଥିବେ ପାଞ୍ଚଟା କୁଟୁମ୍ବ ଜନ୍ମ କଲା ପରେ କୁଟୁମ୍ବକୁ ଯଦି ବାପା କୁଟୁମ୍ବକୁ ଯଦି ବୁଦ୍ଧି ଶିଖେଇ ପାରିବନି କୁଟୁମ୍ବକୁ ଯଦି ବି ବିଦ୍ୟା ପଢେଇ ପାରିବନି 5 ଟଙ୍କା ଉପାର୍ଜନ କରି ନିଜ ଭାଗ୍ୟାତ୍ରା ଦେଇ ପାରିବନି ନିଜ ପେଟକୁ ନିଜେ ଚାହିଁବ ନିଜର ବାଟ ନିଜ ଖୋଲିବ ତାକୁ କେବେ ହେଲେ ମଧ୍ୟ ଗୁଣିକର ବାପା ବୋଲି କୁହାଯାଏ नहीं ବିରାଟ ସତ ଲୋକେ କହିଲା ପରି ଅଜାତ ବଂଶ ଦୋଷଣ ପିତୃ ଦୋଷଣ ମୂର୍ଖତା ବିଟପି ମାତୃ ଦୋଷଣ କର୍ମ ଦୋଷଣ ଦାରିଦ୍ରତା ଆଚ୍ଛା କେତେ ଲୋକ କହିବେ କଣ ବୋଲି କଣ ବଂଶର ଗୁଣ ଥିଲେ ମଧ୍ୟ ପିଲାଟାକୁ କହୁଛି ତାର ବୈଶର ଗୁଣ ଅଛି ଠିକ ବାପା ଯଦି କୁଟୁମ୍ବ ଜନ୍ମ କଲା ପରେ ବାପା ଯଦି କୁଟୁମ୍ବ ଆଗରେ ଭୁଲ କାମ କରୁଥିବ ବା ଭ୍ରଷ୍ଟାଚାର ହେଉଥିବ ଦାଣ୍ଡରେ ଲୋକେ କହିବେ ରେ ବାବୁ ତା ପ୍ରଭାବ ମଧ୍ୟ କୁଟୁମ୍ବ ଉପରେ ପଡିବ ଯେ ତା ବୟସ ଆସିଲା ବେଳକୁ ବାପା ଆଗରେ ସେ ଭୁଲ କଲେ ମଧ୍ୟ ସେ ବାପା ତାକୁ ବୁଝେଇ ପାରିବ ଆମେ ଟମାଟୋ ରୋଇବା ବାଇଗଣ ଫଳିବନି ଫଳିବ କି ଏଠି ବାପା ହଉଛି ଘରର ମୂଳଦୁଆ ବା ମେରୁଦଣ୍ଡ ବାପା ଯଦି ଭୁଲ କରିବା ତା କୁଟୁମ୍ବ ମଧ୍ୟ ଦିନେ ଦିନେ ସେ ଭୁଲର ମଧ୍ୟ ପରିଣତ ହେବେ ସଦନା ମିଛ ବାବୁ ଆପଣ ମାନେ ଦୂର ଦୂର ଟିକେ ବହି ପଡିଲେ ବାବୁ ପାଖକୁ ଆଇଲେ ପ୍ରକୃତ ସତ କେତେ କେତେ ମିଛ କେତେ ମୁଁ ଜାଣିପାରିବି ମୋ କଥାଟା ତମକୁ ଯଦି ବୋଧାତ୍ମକ ଲାଗୁଛି କହିବି ବୋଧାତ୍ମକ ଲାଗୁନି ମୁଁ ଆଉ ଅନ୍ୟ ରାସ୍ତାକୁ ପଳେଇବି ଟିକେ ଦୂର ବସି ପଡେ ପାଖକୁ ଟିକେ ପଳେଇ ଆସ ଏଠି କଥା କଣ ଦୂରରେ ରୋଦନ ବନସ୍ତରେ ରୋଦନ କଲେ ଯେତିକି ଦୂରରେ ବହିକିରି ଗୀତ ଶୁଣିଲେ ସେତିକି ଦୂରରେ ରହିକି ଗୀତ ଶୁଣିଲେ ଯାହା ବନସ୍ତରେ ରୋଦନ କଲେ ମଧ୍ୟ ତାହା ମା हाँ এই মা কথা কইবি আলো মাতা নিরিমল লোকে মন্ত জানিবা মা নিরিমল লোকে মন্ত জানিবা স্বামীর চরণ লো ঘষিব আলো ঝিও নিরিমল কেমন্ত জানিব ঝিও নিরিমল কেমন্ত জানিব মার বচনকু পালিব আহে সুজন এই কথা মনে রাখিব লোকে কହୁଛନ୍ତି বাপা ତିଅରଣ ପୁଅ ମା ତିଅରଣ ଝିଅ ନା ଝିଅର ନିର୍ମଳ
जो झियो जदि मांकर वचन को प्रतिपादित करिथिबो हाँ हाँ ताकू कहाଯାଏ गुणीकर झियो झियो मोर सम्मानित बाबू रे तो नाडा भूली गेली झियो जन्मटा कहारा पर घर को ठीक पर घर कहिथिले मध्य जो झियो जदि मार वचन प्रतिपादित करिवनी अच्छा अच्छा ताकू गुणीकर झियो बोली कहाଯାଏ नहीं सतना मिछ बापार कथा जदि बापार प्रभाव पड़िबो वो ऊपर मार प्रभाव पड़िबो झियो ऊपर तेना हमर हमर सीमांचल बाबू रायपुर सीमांचल बाबू गोपाल घर जन्म हेबा पुओ से जो गोपाल पुओ काहे की दैछि ना क्षीर दही खाई की जो कला कानू जन्मितला जा घरे से गौड़ घर नौकरी काम कला परी मु दुआरी हेछि बोली गौड़ दल एटा बापरे एरा होछि कृष्णचंद्र गौड़ंकर केवल मात्र को ए दल तेनु हमर ए जो